କାଲି କୋର୍ଟରୁ ତାଙ୍କର ସମସ୍ତ ଏବଂ ଲୋକ ଆସି ସେମାନେ ମାପଚୁପ କରିଥିଲେ। ତ ସହିତ ଆମେ ପଛରେ ଜାଣିବାକୁ ପାଇଲୁ ଯେ ସେମାନେ ଇ ଲାଇବ୍ରେରୀ ଏବଂ ସାଇନ୍ସ ଲ୍ୟାବଟାକୁ ମଧ୍ୟ ତାଲା ପକେଇକି ଯାଇଛନ୍ତି। ସେ ପିଲା କେମିତି ପାଠ ପଢ଼ିବେ? ସେତେବେଳେ ତ ପିଲାଙ୍କ ଟାଇମ୍ ସେତେବେଳେ 4ଟା ବେଳେ ହେଇଯାଇଥିଲା, କିନ୍ତୁ ଆଜି ଯେହେତୁ ପରଦିନ ଆମେ ଯେତେବେଳେ ଦେଖିଲୁ ଯେ ଇ ଲାଇବ୍ରେରୀ ସାଇନ୍ସ ଲ୍ୟାବ୍ ତାଲା ପଡ଼ିଛି, ସେ ତାହାକୁ ଦେଖିକି ପିଲାମାନେ ଟିକେ କ୍ଷୋଭ ପ୍ରକାଶ କରିଛନ୍ତି ଏବଂ ଆମେ ଆଶା କରୁଛୁ ଯେ ଏଇଟା ନିଶ୍ଚୟ ପିଲାଙ୍କର ଗୋଟେ କ୍ଷତି ହେବ, ପାଠ ପଢ଼ିବାରେ ଅସୁବିଧା ସୃଷ୍ଟି ହେବ ଆଗାମୀ ଦିନରେ। କ'ଣ ସବୁ ଅଧିକାରୀଙ୍କୁ ଏ କଥା ନେଇ କହିଛନ୍ତି? ଅଧିକାରୀକୁ ମୁଁ ମୋ ଲେବୁଲରେ, ମୁଁ ଯେହେତୁ ହେଡ଼ମାଷ୍ଟର ଆବସେଣ୍ଟ ଥିଲେ, ମୁଁ ମୋ ଲେବୁଲରେ ଆମର ABO ସାର୍ ଯିଏ ଅଛନ୍ତି ଅନନ୍ତ ସାର୍ ତାଙ୍କୁ ଜଣେଇଥିଲୁ, ତା ସହିତ DOଙ୍କୁ ମଧ୍ୟ ଜଣେଇଥିଲୁ। ନା ପ୍ରଥମେ ମୁଁ କହିବାକୁ ଚାହେଁକି ଯେହେତୁ ସେମାନେ ଯେଉଁମାନେ କୋର୍ଟରୁ ଆସିଥିଲେ ସେମାନେ କହିଲେ ଯେ ଆପଣଙ୍କ ହେଡ଼ମାଷ୍ଟରକୁ ଡକାନ୍ତୁ ବୋଲି, କିନ୍ତୁ ହେଡ଼ମାଷ୍ଟର ଯେହେତୁ ମେଡ଼ିକାଲ ଗ୍ରାଉଣ୍ଡରେ ଛୁଟିରେ ଥିଲେ, ମୁଁ ଚାର୍ଜରେ ଥିଲି କିନ୍ତୁ ମୋ ପାଖରେ କୌଣସି ଇନଫର୍ମେସନ୍ ନଥିଲା। ତେଣୁ ମୁଁ କହିଲି ଯେ ଆଜି ହେଡ଼ମାଷ୍ଟର ଆସିନାହାନ୍ତି, ଆପଣ ସେ କାମଟାକୁ ବନ୍ଦ କରନ୍ତୁ। କିନ୍ତୁ ସେ କହିଲେ ଯେହେତୁ କୋର୍ଟରୁ ନୋଟିସ୍ ଆସିଛି ଆମେ ତାକୁ ମପାଚୁପା କରିବି, କିନ୍ତୁ ମୋର କ୍ଲାସ୍ ସବୁ ଜାଗାରେ ଥିଲା, ତେଣୁ ମୁଁ କ୍ଲାସ୍କୁ ଗଲି, ସେମାନେ ଆଉ ମୋତେ କିଛି ଜଣେଇ ନାହାନ୍ତି, ତାଙ୍କର ମାପଚୁପ କରିକି ତାଲା ପକେଇକି ଯାଇଛନ୍ତି। ଗେଟ୍ କଥା ଯେତେ ପ୍ରସଙ୍ଗ ଉଠିଲା ଆମେ କହିଲୁ ଯେ ଗେଟ୍ଟା ଯେହେତୁ ଆମର ବିଭିନ୍ନ ପ୍ରକାର ଜିନିଷ ରହୁଛି, ମୂଲ୍ୟବାନ ଜିନିଷ ରହୁଛି, ତେଣୁ ଆମେ ଗେଟ୍ଟାକୁ ତାଲା ପକେଇବାକୁ ଯେତେବେଳେ କହିଲୁ ସେମାନେ କହିଲେ ନାଇଁ, ଗେଟ୍ଟା ଯେହେତୁ ତମର ନୁହେଁ, ସେଇଟା ହେଉଛି ଜନସାଧାରଣଙ୍କ ଗେଟ୍ ହେଇଯାଇଛି, ତେଣୁ ଆପଣ ସେ ଗେଟ୍ରେ ତାଲା ପକେଇବେ ନାହିଁ। ତାପରେ ଯୋଉ 2ଟା କ୍ଲାସ ରୁମ୍ରେ ତାଲା ପକେଇଲେ, କେତେବେଳେ ପକେଇଲେ? ସେଇଟା ମୋତେ ଜଣେଇ ନାହାନ୍ତି ସାର୍, ମୋ ନଲେଜରେ ନାହିଁ, ସେମାନେ ପକେଇ ଦେଇଛନ୍ତି। ତ ଆଜି ହେଡ଼ମାଷ୍ଟର କୁଆଡ଼େ ଯାଇଛନ୍ତି? ହେଡ଼ମାଷ୍ଟର ଆଜି ଯାଇଛନ୍ତି ସେଇ ସମ୍ବନ୍ଧୀୟ ସଂକ୍ରାନ୍ତୀୟ କିଛି କଥାବାର୍ତ୍ତା କରିବା ପାଇଁ DO ଅଫିସକୁ ଯାଇଛନ୍ତି। ଅପ୍ରୀତିକର କଥା ନିଶ୍ଚୟ ଭାବେ ହେବ, ଯେହେତୁ ପିଲାଙ୍କ ସ୍ୱାର୍ଥ ଏଇଟା ମାନେ ସମୂହ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଇଟାକୁ ତାଲା ନ ପକେଇବା ଉଚିତ ବୋଲି ମୁଁ ମନେ କରୁଛି। ଆଚ୍ଛା, ଏ ଯୋଉ ଆପଣଙ୍କର ଅଛି SMC ଯୋଉ କମିଟି ରହିଛି, ତାଙ୍କର ଯୋଉ ରହିଛନ୍ତି ସଭାପତି ରହିଛନ୍ତି, ସେ କେବେ ଆସିଲେଣି ସ୍କୁଲକୁ? କାଲି ଆସିଥିଲେ ସଭାପତି, କିନ୍ତୁ ଯେହେତୁ ଏଇଟା କୋର୍ଟ ଅର୍ଡର, ତେଣୁ ସେ କହିଲେ ଏଇଟା କୋର୍ଟ ଅର୍ଡର, ତ ତେଣୁ ଅବମାନନା କରିହେବନି, ପରବର୍ତ୍ତୀ ସମୟରେ କିଛି ଗୋଟେ ଷ୍ଟେପ୍ ନେବେ ବୋଲି କହିଛନ୍ତି। ସେଟା ହେଡ଼ମାଷ୍ଟର ଏବଂ ତାଙ୍କ ଭିତରେ ସେ ବି କୋର୍ଟ ଯିଏ ଆସିଥିଲେ ସେ ବି କହିଲେ ଆପଣ ଗୋଟେ ନେଗୋସିଏସନ୍ କରିକି ତାକୁ କେମିତି ସମାଧାନ କରାଯିବ, ସେଥିପାଇଁ ଗୋଟେ ଷ୍ଟେପ୍ ନିଅନ୍ତୁ। ତାଲା ପଡ଼ିଗଲା, ଆଉ ଆପଣଙ୍କର ଯୋଉ ଅଫିସ ବି ଅଛି ତାଙ୍କର ବି ସେଇ ଜମି ମଧ୍ୟରେ ଯାଉଛି, ଆପଣଙ୍କ ଯୋଉ ସେ ଅଫିସର ବି କାଲି ସକାଳେ ତାଲା ପଡ଼ିଯିବ, କେମିତି କ'ଣ ଦେଖୁଛନ୍ତି? ଆମେ ମାନେ ନିଜର ଶକ୍ତି ମତେ ଆମେ ଚେଷ୍ଟା କରିବୁ ତାହାକୁ କେମିତି ରକ୍ଷା କରିବା ପାଇଁ, ତାପରେ ଯାହା ଗଭର୍ଣ୍ଣମେଣ୍ଟର ଡିସିସନ୍ ହେବ ଆମେ ତାକୁ ମାନିବୁ। ଏବଂ ମୁଁ ଏଇ ମାଧ୍ୟମରେ ମୁଁ ନିଆଳିବାସୀଙ୍କୁ ଅନୁରୋଧ କରୁଛି ସେମାନେ ଏହାକୁ ସହଯୋଗ କରି ଏହାକୁ କେମିତି ସମାଧାନ କରିବେ ଏବଂ ପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପୁନର୍ବାର ଏହାକୁ ବିଚାର କରି କେମିତି ଏଇ ଜିନିଷଟାକୁ ସର୍ଟ ଆଉଟ୍ କରିବେ ବୋଲି ମୋର ଅନୁରୋଧ।